ଏ ମଣିଷ ଜୀବନ ଦୁଇ ଦିନିଆ କୁହାଯାଏ। ସମସ୍ତେ ଜାଣିଛନ୍ତି ଏ ମଣିଷ ଜୀବନ ଅଳ୍ପ ଦିନ, କେତେବେଳେ ଆସିଛି କେତେବେଳେ ଚାଲିଯିବ ଯେ ତାକୁ କେହି ଜାଣିପାରିବେ ନାହିଁ। ଗତକାଲି ଅପରାହ୍ନ ସମୟରେ ଗୋଟେ କହିବାର କଥା ଦେଖିଲି, ଦୁଇ ଜଣ ବାର୍ଦ୍ଧକ୍ୟଗ୍ରସ୍ତ ଲୋକ, ବୃଦ୍ଧ ଲୋକ ବସିଛନ୍ତି ସାଙ୍ଗ ହେଇ। ଇଏ ଗୋଟିଏ ବାଡ଼ି ଧରିଛି ହାତରେ, ସିଏ ଗୋଟିଏ ବାଡ଼ି ଧରିଛି ହାତରେ। ପ୍ରାୟ ପାଖାପାଖି 80ରୁ 85 ବର୍ଷ ଭିତରେ ହେବ। ସାଙ୍ଗ ହେଉଛନ୍ତି, କଥାବାର୍ତ୍ତା ହେଉଛନ୍ତି, ଘଣ୍ଟା ଧରି ବସିଛନ୍ତି। ଗୋଟେ ରାସ୍ତା କରରେ ଜରି ମରା ହେଇଛି, ଟେଣ୍ଟ ଭଳି, ତାରପିନ ଭଳି ରାସ୍ତା କରରେ। ବର୍ତ୍ତମାନ ତ ରଥଯାତ୍ରା ସମୟ, ପ୍ରାୟ ମୁଁ ଭାବୁଛି କେଉଁ ଦୋକାନର ଟେଣ୍ଟଟିଏ, ସେ ଦୋକାନୀ କାଲି ଖୋଲି ନାହିଁ, ସେ ବସିଛନ୍ତି, ଦୁଇ ଜଣ କଥା ହେଉଛନ୍ତି। ମୋତେ ଚିନ୍ତା ଲାଗିଲା କ'ଣ କଥା ହେଉଥିବେ, ନିଶ୍ଚୟ ଘର କଥା ହେଉଥିବ କି ସାଙ୍ଗ ସାଥି ମିଳୁନାହାନ୍ତି। ତାଙ୍କରି ଆଗରେ ଦେଖାହେଲା ରାସ୍ତାରେ ଦୁଇଟା ପିଲା ପୁଣି କଥା ହେଉଛନ୍ତି ସାଇକେଲ ଧରି। ମାନେ ଇଏ ହେଉଛି ବନ୍ଧୁତ୍ୱ, ସାଙ୍ଗସାଥି ଆମେ ପାଇବା କେଉଁଠୁ? ଏମିତି ଭାବରେ ଦୁନିଆକୁ ହଜିବା ପାଇଁ ହେଲେ ବନ୍ଧୁତ୍ୱ ନିହାତି ଦରକାର। ବନ୍ଧୁ ବା ସାଙ୍ଗସାଥି ନିହାତି ଦରକାର। ଏ ଦୁନିଆକୁ ଆସିଛନ୍ତି ଯେହେତୁ ଏ ସମୟକୁ କେମିତି କାଟିବା? ତେଣୁ ସାଙ୍ଗ ହେଉଛି ଦୁନିଆର ସବୁଠାରୁ ସର୍ବଶ୍ରେଷ୍ଠ ସାଙ୍ଗ କିଏ ଆମେ ଦେଖିବା କାହା ପାଇଁ? ଆଜି ତ ରଥଯାତ୍ରା, ଆପଣମାନେ ଜାଣିଛନ୍ତି ଏ ଦୁନିଆର ସର୍ବଶ୍ରେଷ୍ଠ ସାଙ୍ଗ। ତା ପାଇଁ ଆମେ ଗୀତଟି ଆମେ ଗାଇବା ଜାଣିବା। ମୁଁ ଗାଉଛି, ଦେଖନ୍ତୁ ସେଇ ବନ୍ଧୁ, ବିଶ୍ୱବନ୍ଧୁଙ୍କ ପାଇଁ। ଭକ୍ତଟିଏ ଆଜି ବଡ଼ଦାଣ୍ଡରେ ଗାଇ ବସୁଛି। ଏଇ ରଥଯାତ୍ରା ଅବସରରେ କାଳିଆ ଠାକୁର ଅଛନ୍ତି, ରଥରେ ଅଛନ୍ତି, ତାଙ୍କରି ପାଇଁ ଭକ୍ତଟିଏ ଗାଇ ଉଠିଛି ତାଙ୍କରି ଉଦ୍ଦେଶ୍ୟ। ସେ ସାରା ଜୀବନର ବନ୍ଧୁ ହେବା ପାଇଁ ତାଙ୍କୁ ତୁମ ସହ ବନ୍ଧୁ କରିଥିଲି ଭାବ, ତୁମ ଦର୍ଶନ ପାଇଁ ଇଚ୍ଛା ଥିଲା ବନ୍ଧୁ ତମ ହାତ ଧରି ବୈକୁଣ୍ଠ ଯିବା ପାଇଁ। ସ୍ୱର୍ଗଦ୍ୱାର ଯାଏ ବାଟ ମୁଁ ଦେଖିଛି, ଯାଇ ନାହିଁ ତାଗକୁ। ଯାଉ ଯାଉ ଦେଖେ କୁଆଡ଼େ ଯାଉଛି, ସ୍ୱର୍ଗକୁ ନା ନରକକୁ।